ଏମଏଲଏ କହିବେ, ପରିସ୍ଥିତି ଏବେ ସାଂଘାତିକ ହେମନ୍ତ। ଲଢ଼େଇ ପୁରା ବିଗ୍ ପଏଣ୍ଟରେ। ଯଦି ଟିକେ ଏପଟ ସେପଟ ହେବ ନା, ବାଜି ପୁରା ପଲଟିଯିବ। ତମେ ଗୋଟେ କାମ କର ହେମନ୍ତ, ମହାପାତ୍ର ମେନ୍ସନରେ କେତେବେଳେ କ'ଣ ହେଉଛି ତା ଉପରେ କେବଳ ନଜର ରଖ। ବାକି ସବୁ ମୋ ଉପରେ ଛାଡ଼ିଦିଅ। ହଜବେଣ୍ଡ ଲକଅପ୍‌ରେ, ୱାଇଫ୍ ପୋଲିସ ଅଫିସର, ୱାଇଫ୍‌ର ସିନିୟର ହେଉଛି କୋଚ୍। ଯଦି ସେମାନଙ୍କୁ ଲଭର ବନେଇ ଦିଆଯାଏ, ତାହେଲେ ତ ଲଭ୍ ଷ୍ଟୋରିଟା ପୁରା ଜମିବ। ଏହା କହି ଏମଏଲଏ କାହାକୁ ଗୋଟେ କଲ୍ କରି କହୁଛନ୍ତି, ସଞ୍ଜୀବ ଆସିଛି, ପଲ୍ଲବୀର ସିନିୟର, ଆଦର୍ଶର କେସ୍ ଲଢ଼ିବ। ଏଠି ମୁଁ ତ ମୋ କାମ କରୁଛି, ହେଲେ ତମକୁ କ'ଣ କରିବାକୁ ପଡ଼ିବ ସେ କଥା ତମେ ବୁଝି ସାରିବଣି। ଏହା କହି ଫୋନ୍ ରଖିଦେଉଛନ୍ତି। ଆଉ ଏପଟେ ସେ ଅଜଣା ଲୋକ ପଲ୍ଲବୀ ସହିତ ଦେଖା କରିବା ପାଇଁ ଜିଦ୍ କରୁଛନ୍ତି। ତାପରେ ପଲ୍ଲବୀ ଆସିବେ। ଆଉ ପଲ୍ଲବୀକୁ ଦେଖି ସେ ଲୋକ କହୁଛନ୍ତି, ମ୍ୟାମ୍ ମ୍ୟାମ୍, ଆମେ ଆପଣଙ୍କ ସହିତ 2 ମିନିଟ୍ କଥା ହେବାକୁ ଚାହୁଁଛୁ। ମୁଁ ଆପଣଙ୍କ ବେଶୀ ସମୟ ନଷ୍ଟ କରିବିନି ମ୍ୟାଡାମ୍। ତାପରେ ପଲ୍ଲବୀ କହିବେ, ହଁ କୁହନ୍ତୁ, କ'ଣ ହେଇଛି? ତାପରେ ସେ ଲୋକ କହିବ, ମ୍ୟାଡାମ୍, ମୁଁ ଗରିବ ଲୋକ, କିନ୍ତୁ ମୋ ଝିଅ ବହୁତ ଚାଲାକ୍। କଲେଜରେ ପାଠ ପଢୁଛି ମ୍ୟାମ୍। ମୁଁ ଚାହୁଁଛି ମୋ ଝିଅ ବହୁତ ପାଠ ପଢୁ। ସେଇଥିପାଇଁ ପେଟରୁ କାଟି ଗୋଟେ ଗୋଟେ କରି ଟଙ୍କା ସଞ୍ଚୟ କରି ମୁଁ ତା ପାଇଁ ଗୋଟେ ସ୍କୁଟି କିଣିଥିଲି ଆଜ୍ଞା। ଏଇଥିପାଇଁ ଯେ ସେ କଲେଜ ଆଉ ଟ୍ୟୁସନରେ ଠିକ୍ ସମୟରେ ପହଞ୍ଚି ପାରିବ। କିନ୍ତୁ ଆଜି ଟ୍ୟୁସନ୍ ଯାଉଥିବା ସମୟରେ ସେ ସ୍କୁଟି କିଏ ନେଇଯାଇଛି? ଆପଣ ଯଦି ସେ ଚୋରକୁ ଧରି ମୋ ସ୍କୁଟି ଫେରେଇ ଆଣନ୍ତେ, ତାହେଲେ ଆମର ବହୁତ ବଡ଼ ଉପକାର ହୁଅନ୍ତା। ମୋ ଝିଅ ବହୁତ ଭଲରେ ପାଠ ପଢ଼ି ପାରନ୍ତା। ତାପରେ ଚିତ୍ତ ଅଙ୍କଲ କହିବେ, ଗତ ଗୋଟେ ମାସ ଭିତରେ ଇଏ 5 ନମ୍ବର କେସ୍ ସାର୍। ଏପର୍ଯ୍ୟନ୍ତ ଆମେ 4ଟା କେସ୍ ରେଜିଷ୍ଟ୍ରେଟ୍ କରିସାରିଲୁଣି। ତାପରେ ସଞ୍ଜୀବ କହିବେ, ତାହେଲେ ତମେମାନେ ସେ ଚୋରକୁ ଧରୁନ କ'ଣ ପାଇଁ? ତାପରେ ଚିତ୍ତ ଅଙ୍କଲ କହିବେ, କିଏ ଧରିବ ସାର୍? ଆଜି ସକାଳେ ପର୍ଯ୍ୟନ୍ତ ଆପଣ ଥାନାରେ ନଥିଲେ ନା? ଆପଣଙ୍କ ପୂର୍ବରୁ ଆଇଆଇସି ସାର୍, ସେ ତ ଏସବୁ କଥାକୁ ଧ୍ୟାନ ଦେଉନଥିଲେ। ତାପରେ ସଞ୍ଜୀବ ଆଶ୍ଚର୍ଯ୍ୟ ହୋଇ କହିବେ, ହ୍ୱାଟ୍, ଧ୍ୟାନ ବି ଦିଅନ୍ତିନି? ଠିକ୍ ଅଛି ପଲ୍ଲବୀ, ତମେ ସ୍କୁଟି ଚୋରର ଇନଭେଷ୍ଟିଗେସନ୍ କର। ଆଉ ଯେତେ ଶୀଘ୍ର ପାରୁଛ ଏ କେସ୍‌କୁ ସଲ୍ଭ କର। ଆଉ ଚିତ୍ତ ଅଙ୍କଲ, ଆପଣ ପଲ୍ଲବୀକୁ ହେଲ୍ପ କରିବେ। ତାପରେ ଚିତ୍ତ ଅଙ୍କଲ କହିବେ, ଠିକ୍ ଅଛି ସାର୍, ଯାହା ଆପଣଙ୍କ ଅର୍ଡର। ତାପରେ ସଞ୍ଜୀବ କହିବେ, ଆଚ୍ଛା ଗୋଟେ କାମ କରନ୍ତୁ, ଆପଣ ରୁହନ୍ତୁ, ମୁଁ ପଲ୍ଲବୀ ସହିତ ଯାଉଛି। ମୋତେ ବି ଏ ଏରିଆ ବିଷୟରେ ମାଲୁମ ପଡ଼ିଯିବ। ତାପରେ ପଲ୍ଲବୀ ସେ ଅଜଣା ଲୋକକୁ କହିବେ, ଆପଣ ଆଗେ ଆସନ୍ତୁ। ପ୍ରଥମେ ଆମେ କେସ୍ ଫାଇଲ୍‌ରେ ରେଜିଷ୍ଟ୍ରେସନ କରିବା, ତାପରେ ଆମେ ଯିବା। ଏହା କହି ପଲ୍ଲବୀ କେସ୍ ଫାଇଲ୍‌ରେ ରେଜିଷ୍ଟ୍ରେସନ କରୁଛନ୍ତି। ଆଉ ଏପଟେ ରୁବି ମାଉସୀ ମାୟାକୁ ଡାକୁଛନ୍ତି। ଆଉ କହୁଛନ୍ତି, ମାୟା, ଇଏ ମୁଁ କ'ଣ ଶୁଣୁଛି? ଆରେ, ସିଏ ଯୋଉ ସଞ୍ଜୀବ, ଯିଏ ପଲ୍ଲବୀକୁ ଆଇପିଏସ୍ ପାଠ ପଢ଼ଉଥିଲା, ସେ ଟୋକା କୁଆଡ଼େ ପଲ୍ଲବୀର ସିନିୟର ହେଇ ଥାନାରେ ପହଞ୍ଚିଛି। ଆଉ ସେ ପୁଣି ଆଇପିଏସ୍ ପାଇଯାଇଛି। ତାପରେ ମାୟା କହିବେ, ଆରେ, ଇଏ ତ ବହୁତ ଭଲ କଥା। ପଲ୍ଲବୀର ଟିଚର ହେଲେ ବି ସେ ତା ଫ୍ରେଣ୍ଡ ଭଳି। କିଛି ନ ହେଲେ ବି ଏ କେସ୍‌ରେ ସେ ତାକୁ ହେଲ୍ପ କରିବ। ତାପରେ ରୁବି କହିବେ, ମାୟା, ତୁ କେତେ ସରଳ ନିରୀହ। ଆରେ ତୁ କିଛି ବୁଝିପାରୁନୁ ନା, ସବୁ ବୁଝିକି ନ ବୁଝିବାର ନାଟକ କରୁଛୁ। ତାପରେ ମାୟା କହିବେ, କୋଉ କଥା ଦିଦି? ତାପରେ ରୁବି କହିବେ, ଆରେ, ସେ ସଞ୍ଜୀବ କଥା। ଥାନାରେ ଜଏନ୍ କରିବା କଥା ଶୁଣି ତୁ ଏତେ ରିଲାକ୍ସ କେମିତି ହେଇ ପାରୁଛୁ ମାୟା? ସଞ୍ଜୀବ ଆଉ ପଲ୍ଲବୀ ନାକୁ ମାତ୍ର ଟିଚର ଷ୍ଟୁଡେଣ୍ଟ, ନହେଲେ ସେ 2 ଜଣ ଯାକ ପରସ୍ପରର ବହୁତ କ୍ଲୋଜ୍। ତୁ ଯାହାକୁ ଫ୍ରେଣ୍ଡସିପ୍ ବୋଲି କହୁଛୁ ନା, ଏ ବିଷୟରେ ପୁଅ ଝିଅଙ୍କ ଭିତରେ କେବଳ ଫ୍ରେଣ୍ଡସିପ୍ ହେଇନଥାଏ, ତାଠୁ ଅଧିକ କିଛି ହେଇଥାଏ। ଟିକେ ଭଲ ଭାବରେ ଚିନ୍ତା କର ମାୟା। ସଞ୍ଜୀବ ଆଉ ପଲ୍ଲବୀ 2 ଜଣ ଯାକ ୟଙ୍ଗ, ପୁଣି ସିନିୟର ଜୁନିୟର, ତା ସାଙ୍ଗକୁ ପୋଲିସ ଚାକିରି। ଦିନ ନାହିଁ କି ରାତି ନାହିଁ, ଯେତେବେଳେ ଇଚ୍ଛା ଏକା ସାଙ୍ଗରେ କାମ କରିବାକୁ ପଡ଼ିବ। ବୁଝିଲୁ? ନିଆଁ ଆଉ ଘିଅ ଏକାଠି ରହିଲେ ନିଆଁ ପାଖରେ ଘିଅ ତରଳି ଯାଏ ମାୟା। ଯଦି ଏ ସୁଯୋଗରେ ସେ 2 ଜଣଙ୍କ ଭିତରେ କିଛି ହେଇଯାଏ, ତାପରେ ମାୟା ରାଗିକି କହିବେ, କୋଉ କଥାକୁ ଆଣି କୋଉଠି କହୁଛୁ ଦିଦି? ପଲ୍ଲବୀ ବିଷୟରେ ତୁ ଯାହା କିଛି ବି କହିବୁ ମୁଁ ମାନିବି, କିନ୍ତୁ ପଲ୍ଲବୀ ଯେ ଏଭଳି କାମ କରିବ ମୁଁ କେବେ ବି ମାନି ପାରିବିନି। ଏ ଗ୍ୟାରେଣ୍ଟି ମୁଁ ଦେବି। ତ ଦର୍ଶକ ବନ୍ଧୁ, ରୁବି କଥାକୁ ମାୟା ବିଶ୍ୱାସ କରି ପଲ୍ଲବୀକୁ ଘରୁ ବାହାର କରିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।